ଆଜି ଆମେ ଶୁଣିବା ଶ୍ରୀକୃଷ୍ଣ କହିଛନ୍ତି ଲୋକଙ୍କ ଉପରେ ନୁହେଁ ନିଜ ଉପରେ ଧ୍ୟାନ ଦିଅନ୍ତୁ। ଆପଣମାନେ ଯଦି ମୋ ଚ୍ୟାନେଲକୁ ନୂଆରେ ଆସିଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚିତ ଭାବରେ କରନ୍ତୁ। ଏହା ମଣିଷର ସ୍ୱଭାବ ଯେ ଅନ୍ୟମାନଙ୍କୁ ଦେଖି ଅନ୍ୟମାନଙ୍କୁ ଅନୁକରଣ କରି ଏବଂ ସେମାନଙ୍କ ବିଷୟରେ ଚିନ୍ତା କରି ଅଧିକାଂଶ ସମୟକୁ ନଷ୍ଟ କରିଦିଅନ୍ତି। କିଏ କ'ଣ କହୁଛି, କିଏ କ'ଣ କରୁଛି, କିଏ କେତେ ସଫଳ ହେଇଛି, କିଏ କେତେ ଅସଫଳ ହେଇଛି, ଏହିସବୁ ଚିନ୍ତା ସେମାନଙ୍କୁ ବିଚଳିତ କରେ। କିନ୍ତୁ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଉଦ୍ଧରେ ଦାତ୍ମନାମତାଂ ନାମ୍ତନାଂ ସମ୍ବସଦୟେତ୍, ଅର୍ଥାତ୍ ମଣିଷ ନିଜ ଆତ୍ମାରୁ ନିଜକୁ ଉଚ୍ଚ କରିବା ଉଚିତ, ଅନ୍ୟମାନଙ୍କୁ ଦେଖି ନିଜକୁ ତଳକୁ ଆଣିବା ଉଚିତ ନୁହେଁ। ଜୀବନରେ ସବୁଠାରୁ ବଡ଼ ରହସ୍ୟ ହେଉଛି ଯେ ଯିଏ ଅନ୍ୟମାନଙ୍କ ଉପରେ ଧ୍ୟାନ ଦିଏ ସେ ଧୀରେ ଧୀରେ ନିଜର ଶକ୍ତି ହରାଇଥାଏ ଏବଂ ଯିଏ ନିଜ ଉପରେ ଧ୍ୟାନ ଦିଏ ସେ ପ୍ରକୃତ ବିଜେତା ହୋଇଥାଏ। ଅନ୍ୟମାନଙ୍କୁ ଦେଖୁଥିବା ବ୍ୟକ୍ତି ସବୁବେଳେ ତୁଳନା କରେ, ଏହି ବ୍ୟକ୍ତି ମୋ ଠାରୁ କାହିଁକି ଆଗରେ ଅଛି, ସେ ମୋ ଠାରୁ କାହିଁକି ଅଧିକ ହାସଲ କରିଛି, ସମାଜ ମୋତେ କାହିଁକି ପ୍ରଶଂସା କରୁନାହିଁ। ଏପରି ଚିନ୍ତାଧାରା ଜୀବନକୁ ଦୁଃଖ ଏବଂ ଈର୍ଷାର ଜାଲରେ ବାନ୍ଧି ଦେଇଥାଏ। କିନ୍ତୁ ଯେଉଁ ବ୍ୟକ୍ତି ନିଜ ଆତ୍ମାକୁ ଦେଖେ, ତାଙ୍କ କାର୍ଯ୍ୟ ଉପରେ ଧ୍ୟାନ ଦିଏ, ସେ ଖୁସି ଏବଂ ମୁକ୍ତି ରହିଥାଏ। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କୁହନ୍ତି ଯେ ତୁମର ଅଧିକାର କେବଳ କାର୍ଯ୍ୟ ଉପରେ, ଫଳାଫଳ ଉପରେ ନୁହେଁ। ଏହାର ସରଳ ଅର୍ଥ ହେଉଛି ଆମେ ଆମର କର୍ତ୍ତବ୍ୟ, ଆମର ପ୍ରୟାସ ଏବଂ ଆମର ବିକାଶ ଉପରେ ଧ୍ୟାନ ଦେବା ଉଚିତ, ଅନ୍ୟମାନଙ୍କ କାର୍ଯ୍ୟ ଏବଂ ସେମାନଙ୍କର ଫଳାଫଳ ଉପରେ ନୁହେଁ। ଯଦି ଜଣେ ପ୍ରତିଯୋଗିତାରେ ଅଂଶଗ୍ରହଣ କରେ ଏବଂ ଅନ୍ୟମାନେ କେତେ ଦୂର ପହଞ୍ଚିଛନ୍ତି ତାହା ଦେଖିବା ପାଇଁ ବାରମ୍ବାର ପଛକୁ ଚାହିଁ ରହେ, ତେବେ ତାଙ୍କର ସନ୍ତୁଳନ ବିଚଳିତ ହେବ ଏବଂ ସେ ଦୌଡ଼ ହାରିଯିବ। କିନ୍ତୁ ଯେଉଁ ଧାବକ ସିଧାସଳଖ ନିଜ ପଥରେ ଧ୍ୟାନ ଦିଏ ସେ ଲକ୍ଷ୍ୟରେ ପହଞ୍ଚିଥାଏ। ଜୀବନ ମଧ୍ୟରେ ସେହିପରି ଯଦି ଆମେ ସର୍ବଦା ଅନ୍ୟମାନଙ୍କର ମତାମତ ଏବଂ ସଫଳତା ବିଫଳତା ଉପରେ ଧ୍ୟାନ ଦେବା ତେବେ ଆମେ ଆମର ପଥ ହରାଇବା। ଶ୍ରୀକୃଷ୍ଣ କହିଛନ୍ତି ଯେ ମଣିଷ ନିଜ ଆତ୍ମାର ପ୍ରଗତି, ଚିନ୍ତାଧାରାର ପବିତ୍ରତା ଏବଂ କର୍ମର ସଚ୍ଚୋଟତା ଉପରେ ଧ୍ୟାନ ଦେବା ଉଚିତ। ଲୋକମାନେ ତୁମକୁ କ'ଣ କୁହନ୍ତି, ଲୋକମାନେ ତୁମ ବିଷୟରେ କ'ଣ ଭାବନ୍ତି, ଏସବୁ କ୍ଷଣିକ, କାରଣ ଲୋକଙ୍କ ଚିନ୍ତାଧାରା ପରିବର୍ତ୍ତନ ହେଉଥାଏ। ଯେଉଁମାନେ ଆଜି ତୁମକୁ ପ୍ରଶଂସା କରିବେ ସେମାନେ କାଲି ତୁମର ସମାଲୋଚନା ମଧ୍ୟ କରିବେ। ଯଦି ତୁମ ଲୋକଙ୍କ ମତାମତ ଅନୁସାରେ ତୁମର ଜୀବନ ବଞ୍ଚିବ ତେବେ ତୁମେ କେବେ ସ୍ଥିର ରହିପାରିବ ନାହିଁ। କିନ୍ତୁ ଯଦି ତୁମେ ନିଜ ଆତ୍ମା ଉପରେ ଧ୍ୟାନ ଦିଅ ତେବେ ତୁମର ସ୍ଥିତି ଅଚଳ ଏବଂ ଦୃଢ଼ ହେବ। ମନେ ରଖନ୍ତୁ, ଗଛ ଫଳ ଦେଲେ ମଧ୍ୟ ନଇଁ ପଡ଼େ, ସମସ୍ତଙ୍କୁ ଫଳ ଦିଏ କିନ୍ତୁ କେବେ ଚିନ୍ତା କରେ ନାହିଁ ଯେ ଲୋକମାନେ ମୋ ବିଷୟରେ କ'ଣ କହୁଛନ୍ତି। ସୂର୍ଯ୍ୟ ପ୍ରତ୍ୟେକ ଦିନ ସକାଳେ ଉଦୟ ହୁଅନ୍ତି, କାହାର ପ୍ରଶଂସା ଏବଂ ସମାଲୋଚନାର ମଧ୍ୟ ଏହା ବନ୍ଦ ହୁଏ ନାହିଁ। ନଦୀ ପ୍ରବାହିତ ହୁଏ, କାହାର ଅଟକି ଯିବା ଯୋଗୁଁ ଏହା ବନ୍ଦ ହୁଏ ନାହିଁ। ସେହିପରି ମଣିଷ ମଧ୍ୟ ନିଜ କାର୍ଯ୍ୟ, ସତ୍ୟ ଏବଂ ନିଜ ଜୀବନର ସାଧନାରେ ଧ୍ୟାନ ଦେବା ଉଚିତ। ଲୋକଙ୍କ ମତାମତ ଉପରେ ନୁହେଁ। ତୁମେ ଲୋକଙ୍କ ସମାଲୋଚନା ଏବଂ ପ୍ରଶଂସା କରିବାରେ ଯେତେ ଅଧିକ ସମୟ ନଷ୍ଟ କରିବ ତୁମେ ତୁମର ପ୍ରକୃତ ବିକାଶରୁ ସେତେ ଦୂରେଇ ଯିବ। ତେଣୁ ଶ୍ରୀକୃଷ୍ଣଙ୍କ ପରାମର୍ଶ ହେଉଛି ନିଜ ଉପରେ ଧ୍ୟାନ ଦିଅ, ନିଜ ଆତ୍ମାର ଅଗ୍ନିକୁ ପ୍ରଜ୍ୱଳିତ କର, ନିଜ କାର୍ଯ୍ୟକୁ ଧାର୍ମିକତାର ପଥରେ ନିର୍ଦ୍ଦେଶ ଦିଅ, କାରଣ ଶେଷରେ ତୁମର ଜୀବନର ମୂଲ୍ୟ ଲୋକଙ୍କ ମତାମତ ଦ୍ୱାରା ନୁହେଁ ତୁମର କାର୍ଯ୍ୟ ଦ୍ୱାରା ନିର୍ଣ୍ଣୟ ହେବ। ଆଜିର ଏହି ଅଧ୍ୟାୟଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଚ୍ୟାନେଲକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରନ୍ତୁ ଏବଂ ଲାଇକ୍ କରନ୍ତୁ ଏବଂ ଆପଣଙ୍କର ବନ୍ଧୁମାନଙ୍କୁ ସେୟାର କରନ୍ତୁ। ଧନ୍ୟବାଦ।